ଚାରୁ ଆରମ୍ଭ ଚାହାରୁ ଶେଷ। ତ ହାଏ ଫ୍ରେଣ୍ଡସ୍, ନମସ୍କାର, ୱେଲକମ୍ ଟୁ ମାଇ ମିନି ବ୍ଲଗ୍। ତ ଆଜିର ମିନି ବ୍ଲଗ୍ଟି ପୁରା ସକାଳୁ ସକାଳୁ ଚାହା ସହିତ ଆରମ୍ଭ ହୋଇଥିଲା। ଗରମ ଗରମ ଚାହା ସହିତ ବିସ୍କୁଟ୍ ଟିକେ ମୁଢ଼ି ଟିକେ ଖାଇଦେଇକି ଛାତ ଉପରକୁ ପଳେଇ ଯାଇଥିଲୁ, କାରଣ ବାରିଆଡ଼େ ଗୋଟେ ମୁନଗା ଗଛ ଦେଖିପାରୁଥିବେ କେଡ଼େ ବଡ଼ଟା ଆମର ହେଇଥିଲା। ସେଥିରେ କିଛି ବିଲକୁଲ ବି ମୁନଗା ଫଳୁନି, କେବଳ ଶାଗ ଟିକେ ଯାହା ହୁଏ ସେଇ ଶାଗକୁ ଆମେ ଖାଉ। ତ ଦେଖିପାରୁଥିବେ ସେ ଗଛଟାକୁ କାଟିବା ପାଇଁ ଜଣେ ଲୋକଙ୍କୁ ଡାକିଥିଲୁ ଆମେ। ତ ଆଜି କେବଳ ଖାସ୍ କରିକି ଛୁଆମାନେ ଘରେ ଅଛନ୍ତି ଆଉ ନାନୀ ଘରେ ଅଛନ୍ତି, ସ୍କୁଲ ବନ୍ଦ କରି କେବଳ ଏଇ ଗଛ କାଟିବା ପାଇଁ। ବହୁତ ବଡ଼ କାମଟେ ଆଜି ସରିଲା, କାରଣ ବହୁତ ଦିନ ହେଲାଣି ଏଇ ଗଛ କାଟିବୁ ବୋଲି ଭାବିଥିଲୁ। ତ ଫାଇନାଲି ଗଛ କଟା ସରିଗଲା। ତ ତାରପରେ ମୁନଗା ଶାଗ ଟିକେ ତୋଳିକି ଆମେ ନେଇ ଆସିଥିଲୁ ଘରକୁ। ଆପଣମାନେ ତ ଜାଣିଥିବେ, ଯେଉଁମାନେ ଆମର ଡେଲି ଭିଡ଼ିଓ ଦେଖୁଛନ୍ତି, ଆମକୁ କେତେ ପସନ୍ଦ ଶାଗ। ଆମେ ସବୁଦିନ ଲଞ୍ଚରେ ଶାଗକୁ ଆଡ଼୍ କରିଥାଉ। ତାରପରେ ପଇଡ଼ ପିଇ ଦେଇକି ଟିକେ ତାର ନାଳି ଖାଇଥିଲୁ, ଯେଉଁଟାକି ମୋର ମୋଷ୍ଟ ଫେଭରେଟ୍। ତ ତାରପରେ ଟିକେ ଆଳୁ ଭାଜି ଦେଇଥିଲି ଆଉ ଅଣ୍ଡା ତରକାରୀ ବନେଇଥିଲି। ଆପଣମାନଙ୍କୁ ଏ ଭଜା ଆଳୁରେ ଅଣ୍ଡା ତରକାରୀ କଲେ ଭଲ ଲାଗେ ନା ସିଝା ଆଳୁରେ କଲେ କମେଣ୍ଟ କରିକି ଜଣେଇବେ। ତ ମୋତେ ତ କିନ୍ତୁ ଭଜା ଆଳୁରେ ବଢ଼ିଆ ଲାଗେ ଖାଇବା ପାଇଁ। ତାରପରେ ଆମର ପଖାଳ ପସରା ଧରିକି ବସି ପଡ଼ିଥିଲୁ ଖରାରେ ଖାଇବା ପାଇଁ ସବୁଦିନ ଭଳିଆ। ତାରପରେ ଗୋଟେ ସୁନ୍ଦର ନିଦଟେ ଶୋଇକି ଉଠିକି ଗରମ ଗରମ ଆଳୁ ଚପ୍ ଖାଇଥିଲୁ ସମସ୍ତେ। ତ ଆଳୁ ଚପ୍ ଖାଇସାରିବା ପରେ ପୁଣି ଗରମ ଗରମ ଚାହା ପିଇକି ଆଜି ଆମର ମିନି ବ୍ଲଗ୍ଟି ଶେଷ କରିଥିଲୁ। ସେଥିଲାଗି କହିଥିଲି କି ଆଜି ଚାହାରୁ ଆରମ୍ଭ ହୋଇକି ଚାହାରୁ ଶେଷ ହୋଇଛି। ତ ଗରମ ଗରମ ଚାହା ପିଇକି ଆଜିର ମିନି ବ୍ଲଗ୍ଟି ଶେଷ କରିଥିଲୁ। ତ ଆଜିର ମିନି ବ୍ଲଗ୍ଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରିକି ଜଣେଇବେ। ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ପୁଣି ଦେଖାବ ଆଉ ଗୋଟେ ନୂଆ ମିନି ବ୍ଲଗ୍ରେ।